গোটাଏ କୁରୁକ୍ଷେତ୍ର ମଣିଷ ଜଣେ ଯୋଦ୍ଧା ଆରେ ସମୟ ସହ କରିଥାଏ ଯୁଦ୍ଧ ଯୁଦ୍ଧରେ ଥାଏ ଜୟ ଆଉ ପରାଜୟ କେତେବେଳେ ଜୟ ପୁଣି କେତେବେଳେ ପରାଜୟ ଆରେ ମୁଁ ଜଣେ ପରାଜିତ ଯୋଦ୍ଧା ମୁଁ ଜଣେ ପରାଜିତ ଯୋଦ୍ଧା ତଥାପି ମୋ ଦେହରେ ପ୍ରବାହିତ ହେଉଛି ଯୁଦ୍ଧం ଦେଇ ଡାକରା ରକ୍ତ ମୋ ବନାଗ୍ନି ବନାଚକ ଅଗ୍ନି ମୋ ବନାଗ୍ନି এই বনাগ্নিটা ଥରେ ଯା ଉପରେ ଚଳିଗଲେ ତା ସବଂଶଟା ଜଳି ପଡ଼ି ପାଉଁଶ ହେଇଯାଏ ବର୍ତ୍ତମାନ ମୋ ଭାଇ ଚଖି ଯାଇଛି ଗୁପ୍ତଚର ହେଇ ମାଣିକଙ୍କର ରାଜ୍ୟକୁ କିଛି ନା କିଛି ଗୋଟାଏ ଶୁଭ ସମ୍ବାଦ ନେଇ ନିଶ୍ଚୟ ମୋ ପାଖକୁ ଫେରିବ ସେ ଶୁଭ ସମ୍ବାଦ ଶୁଣିବା ପାଇଁ ମନଟା ମୋର ବିଚଳିତ ହେଇ ପଡୁଛି ହେଲେ ମୋ ଭାଇ ଆସିବା ବାଟକୁ ମୁଁ କିଛି କ୍ଷଣ ଅପେକ୍ଷା କରିନିଏ ତୁ ଭଲରେ ଭଲରେ ଫେରି ଆସିଛୁ କି ସମ୍ବାଦ ନେଇ ଆସିଛୁ ମାଣିକଗଡ଼ ରାଜ୍ୟର ତାପରେ କଣ ହେଇଛି ଦେଖିଲୁ ଦେଖେ রাজা দেবদত্ত ଆଉ ରାଜ୍ୟର ଜନପ୍ରଜା ମିଶି କଣ କରୁଛନ୍ତି ତା ବଡ଼ ପୁଅ ଅକ୍ଷୟକୁ ରାଜ୍ୟ ଅଭିଷେକ କରିବା ପାଇଁ ନିଷ୍ପତ୍ତି ନେଲେ ଏ କଣ କହୁଛୁ ଦେଖେ ରାଜା ଆଉ ରାଜ୍ୟର ଜନପ୍ରଜା ମିଶି ଅକ୍ଷୟକୁ ରାଜା କରିବା ପାଇଁ ନିଷ୍ପତ୍ତି ନେଇ ଚାଲିଛି ଏ ସମ୍ବାଦ ମୋ ପାଇଁ ଅଶୁଭ ସମ୍ବାଦ শুভ সম্বাদ भी ଅଛି ভাই প্রকাশ করতে সে শুভ সম্বাদ সে শুভ সম্বাদ হଉଛି আসন্তকালি রাজা দেবদত্তর বেনি পুଅ কଣ କରୁଛନ୍ତି অক্ষয় অভয় দিগ্বিজয় যাত্রা করিবে ভাই ତୁ ସତ କହୁଛୁ ଦେଖେ ହଁ ଭାଇ আসন্তকালি সে বেনি ভাই দিগ্বিজয় যাত্রা করিবে ହଁ ଭାଇ ହେଲେ ଦେଖେ ଭାଇ ଆମେ ବେନି ଭାଇ ମଧ୍ୟ ଦିଗ୍ବିଜୟ ଯାତ୍ରା କରିବା দিগ্বিজয় যাত্রা করি সে বেনি ভাইକୁ ଖଲାସ କରି ଦେଇ ରାଜା ଦେବଦତ୍ତ ଆଗରେ ବେନି ପୁଅର ମୃତ୍ୟୁ ଖବରଟା ଜଣାଇ ଦେବା ପୁଅର ମୃତ୍ୟୁ ଖବର ଶୁଣିଲା ପରେ ରାଜା ଦେବଦତ୍ତ ନିଶ୍ଚୟ ଭାଙ୍ଗି ପଡ଼ିବ ହଁ ଭାଇ ତାପରେ ଯାକେ ଭାଇ ସେଇ ହରମଚନ୍ଦ୍ର ରାଜା ଦେବଦତ୍ତ ଯେମିତି ଆମ ବେନି ଭାଇଟାକୁ ରାଜ୍ୟସଭା ମଧ୍ୟରୁ ବିତାଡ଼ିତ କରିଦେଇଛି ଭାଇ ଠିକ୍ ସେମିତି ସଲ୍ଲାଟାକୁ ରାଜ୍ୟସଭା ମଧ୍ୟରୁ ବିତାଡ଼ିତ କରିଦେବା ହଁ ଭାଇ ଆଉ ନିଷ୍କଳଙ୍କ ଭାବରେ ମାଣିକଗଡ଼ ରାଜ୍ୟଟାକୁ ଉପଭୋଗ କରିବା ଭାଇ ଏ ଯାକେ ଭାଇ ଆରେ ଦିଗ୍ବିଜୟ ଯାତ୍ରା କରିବାକୁ ହେଲେ ହଁ ଅସ୍ତ୍ର ଶସ୍ତ୍ର ବୋଲି ଆମ ପାଖରେ କିଛି ନାହିଁ ନାହିଁ କିଛି ନାହିଁ ସେ ସବୁ ଆସିବ କୋଉଠୁ ରେ ସେଇ ମହାଭାରତର କଥା କୋଉ କଥାରେ ସେଇ ମହାଭାରତରେ ପଞ୍ଚୁ ପାଣ୍ଡବ ଗୁପ୍ତ ବନବାସ ଯାଇଥିଲେ ଗୁପ୍ତ ବନବାସ ଗଲା ସମୟରେ ସେମାନେ କଣ କରିଥିଲେ ସେମାନେ ଅସ୍ତ୍ର ଶସ୍ତ୍ର ସବୁ ଗୋପନରେ ରଖିଥିଲେ ମାନେ ତୁ ସତ କହୁଛୁ ହଁ ଭାଇ ଆରେ ଚକି ଯେତେବେଳେ ସେମାନେ ଅସ୍ତ୍ର ଶସ୍ତ୍ର ନେଇ ଗୋପନରେ ରଖିଥିଲେ ସତ ଭାଇ କିନ୍ତୁ ତୁ କଣ କରିଛୁ ଠିକ ସେମିତି ଠିକ ସେମିତି କର ରାଜା ଦେବଦତ୍ତ ଯେତେବେଳେ ଆମକୁ ରାଜ୍ୟରୁ ତଡ଼ି ଦେଲେ ସେଇ ସମୟରେ କଣ ହେଇଛି ମୁଁ ଅସ୍ତ୍ର ଶସ୍ତ୍ର ସବୁ ଗୋପନରେ ତୁ ରଖିଥିଲି ସତ କହୁଛୁ ହଁ ଭାଇ ଚକି ଭାଇ ରାଜା ଦେବଦତ୍ତ ଯେତେବେଳେ ଆମ ବେନି ଭାଇଟାକୁ ରାଜ୍ୟରୁ ତଡ଼ି ଦେଇଥିଲା ହଁ ଭାଇ এই সময়টা ଆମ ଦି ଜଣଙ୍କ ପାଇଁ ଗୋଟାଏ ବିପଦର ସମୟ ହଁ ଭାଇ ସେ ବିପଦ ସମୟରେ ଅସ୍ତ୍ର ଶସ୍ତ୍ର ନେଇ ଗୋପନରେ ରଖିଲୁ କେମିତି ଭାଇ ଆଉ ଦେଖେ ମୁଁ ନା ଚାଖି ଜାଣିଛେ ଚାଖି ପରଖି ସବୁ କଥା ଜାଣେ ମାନେ ହେଲେ ଭାଇ କାହାର ଅନାଗ୍ନିର ସାବାସ ଚକି ସାବାସ ଭାଇ ବିପଦ ସମୟରେ ଅସ୍ତ୍ର ଶସ୍ତ୍ର ନେଇ ଗୋପନ ରଖିଥିବାରୁ ତ ବୁଦ୍ଧିଟାକୁ ମାନିବାକୁ ପଡିବ ରେ ହଁ ଭାଇ ହେଲେ ଦେଖି ଭାଇ ଆଉ ବିଳମ୍ବ କରିବାନି ହଁ ଯଥାଶୀଘ୍ର ଅସ୍ତ୍ର ଶସ୍ତ୍ର ଯୋଗାଡ଼ କରି ଦିଗ୍ବିଜୟ ଯାତ୍ରା ଆରମ୍ଭ କରିବା ତେବେ ଚାଲନ୍ତୁ ଭାଇ ଚାଲ ଦେଖେ